ରାସ୍ତାରେ ଯାଅ ଯୋଉ ଆଜି ମୋ ସହିତ କଣ ଘଟିଲା। ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ମାଇ ମିନି ବ୍ଲଗ। ଆଜି ହଉଛି ଡେ 6। ତ ସକାଳୁ ସକାଳୁ ଉଠି ଯାଇଥିଲି ମୁଁ ଗୋଟେ ହେଲ୍ଦି ସା ସାୱାର ନେଇକି ମୁଁ ଆସି ଯାଇଥିଲି ମୋ ସ୍କିନ୍ କେୟାର କରିବା ପାଇଁ। ସ୍କିନ୍ କେୟାର ପରେ ପରେ ମୁଁ କରିଥିଲି ମୋ ହେୟାର କେୟାର ରୋଜ୍ ୱାଟର ସହିତ। ତ ମୋ ହେୟାର ଏବେ ବହୁତ ଡ୍ୟାମେଜ ହେଇଗଲାଣି, ମୁଁ କେୟାର ନଉନି। ଏଠିକି ଆସି ଦେଖିଲା ବେଳକୁ ମମି ତାର ପୋଟଳ ଭାଜୁଛି, ଆଜି ପୋଟଳ ତରକାରୀ କରିବ। ଏଠିକି ହଉଛି ଆମେ ସନ୍ଧ୍ୟାବେଳକୁ ଯିବା ଠାକୁର ଦେଖିବାକୁ। ମୁଁ କହିଲି ହଉ ରେଡି। ତାପରେ ମୁଁ ଖାଇଥିଲି ଡାଲମା ମିକ୍ସଚର ତା ସହିତ ଚିତଉ ପିଠା। ଏଇ କମ୍ବିନେସନ ଟା ମତେ ବହୁତ ଟେଷ୍ଟି ଲାଗେ। ଖରାବେଳ ଲଞ୍ଚ ରେ ଥିଲା ଏଇ ସବୁ ଆଇଟମ। ତାପରେ ଲଞ୍ଚ କରିସାରି ମୁଁ ବ୍ରାଣ୍ଡ ର ସୁଟ କରିଥିଲି। ସନ୍ଧ୍ୟା ବେଳକୁ ମୁଁ ରେଡି ହେଇଥିଲି ପୁରା ଲାଲ ପରି ହେଇକି ଯିବା ପାଇଁ ଠାକୁର ଦେଖିବା ପାଇଁ। ଯେହେତୁ ଗଜଲକ୍ଷ୍ମୀ ପୂଜା ମୁଁ ଟୋଟାଲ ଯାଇନି, ପ୍ରୋଗ୍ରାମରେ ବ୍ୟସ୍ତ ଥିଲି ଯେହେତୁ। ତାପରେ ରାସ୍ତାରେ ଆମେ ଟିକେ ଏଇଠି ଭିଡିଓ ବନେଇଥିଲୁ। ଦେଖନ୍ତୁ ସମସ୍ତେ ହାଇ କରୁଛନ୍ତି। ମୋ ମମି ଆଜି ଫାଷ୍ଟ ଟାଇମ ପାଇଁ ହାଇ କରୁଛି। ଏଠି ମୁଁ ଯାଉଥିଲି ମୋର ଚାଲିକି, ଏଠି ହବ ମୋ ସହିତ କିଛି ଇନସିଡେଣ୍ଟ ଯୋଉଟା କି ମତେ କୁହନ୍ତୁନି ଏତେ ଇଏ ଲାଗିଲା। ମୋ ଆଖି ପୁରା ପୋଡିଲା, ମୋ ଆଖିରେ ପୋକ ପଶି ଯାଇଥିଲା। ଆଖିରୁ ପୋକକୁ ସାଇଡ କରି ଆମେ ଚାଲିଲୁ ଦର୍ଶନ ପାଇଁ। ଫାଷ୍ଟ ଆମେ ଏଇ ମୂର୍ତ୍ତି ଦେଖିଲୁ, ମା କେତେ ସୁନ୍ଦର ଦେଖା ଯାଉଛନ୍ତି। ସବୁ ମୂର୍ତ୍ତି ବହୁତ ହି ସୁନ୍ଦର ଥିଲା। ସେକେଣ୍ଡରେ ଆମେ ଏଇ ମୂର୍ତ୍ତି ଦେଖିଲୁ। ଥାର୍ଡରେ ଆମେ ଗଲୁ ଆଉ ଗୋଟେ ମୂର୍ତ୍ତି ଦେଖିବା ପାଇଁ, ଯୋଉଟା କି ହଉଛି ଏଇଟା ବହୁତ ହି ସୁନ୍ଦର ଥିଲା। ତାପରେ ଫୋର୍ଥରେ ଆମେ ରାସ୍ତା ଦେଇକି ଗଲୁ। ଆଉ ଆମକୁ ଟିକେ ବାଟରେ ଭୋକ କଲା, ବାଟରେ ଆମେ ଖାଇଲୁ ଟିକେ ଗୁପଚୁପ ଖାଇସାରିକି ଆମେ ଦେଖିଲୁ ଏଇ ମୂର୍ତ୍ତି। ତାପରେ ସେଠି ବଣ୍ଟା ଯାଉଥିଲା କ୍ଷୀରି, ଆମେ ଟିକେ କ୍ଷୀରି ଖାଇଲୁ ପ୍ରସାଦ ରୂପେ, କାରଣ ପ୍ରସାଦ କୁ କେହି ମନା କରନ୍ତିନି। ମୁଁ ଟିକେ ପାଇଦେଲି ପ୍ରସାଦ। ତାପରେ ଆମେ ଗଲୁ ଶେଷରେ ଏଇ ମୂର୍ତ୍ତି ଦେଖିବା ପାଇଁ, ଯୋଉଟା କି ବହୁତ ହି ସୁନ୍ଦର ଥିଲା। ଆପଣ ମାନେ ମତେ କମେଣ୍ଟରେ କହିବେ କୋଉ ମୂର୍ତ୍ତି ଆପଣ ମାନଙ୍କୁ ବେଶୀ ସୁନ୍ଦର ଲାଗିଲା। ଏତିକି ଥିଲା ଆଜିର ମିନି ବ୍ଲଗ ସାଙ୍ଗମାନେ, ଟାଟା।